ସତରେ ରିଲ୍ ଲାଇଫ୍ ଆଉ ରିଅଲ୍ ଲାଇଫ୍ ଭିତରେ କେତେ ଫରକ ଥାଏ। ରିଲ୍ ଲାଇଫ୍ ସେଇଟା ଯୋଉଟା ଆପଣମାନେ ସବୁଦିନ ମୋ ବ୍ଲଗ୍ରେ ଦେଖନ୍ତି, ଆଉ ରିଅଲ୍ ଲାଇଫ୍ ସେଇଟା ଯୋଉଟା ମୁଁ ଆକ୍ଚୁଆଲି ବଞ୍ଚେ, ଯୋଉ ଲାଇଫ୍ରେ କିଛି ବି ମିଛ ନଥାଏ। ପ୍ରତିଦିନ ଡେଲି ବ୍ଲଗ୍ରେ ଆପଣମାନେ ଯାହା ବି ଶୁଣନ୍ତି, ଯାହା ବି ମୁଁ ଭଏସ୍ ଓଭର୍ ଦେଇଥାଏ ସେଇଟା ମୋ ଦ୍ୱାରା ସ୍କ୍ରିପ୍ଟେଡ୍ ଥାଏ, କିନ୍ତୁ ସତରେ ଯୋଉଟା ଆପଣମାନେ ଭିଡ଼ିଓରେ ଦେଖନ୍ତି ସେଇଟା କେବେ ବି ମୋ ଦ୍ୱାରା ସ୍କ୍ରିପ୍ଟେଡ୍ ନଥାଏ। ସବୁଦିନ ସକାଳୁ ସଞ୍ଜ ଯାଏଁ ମୋର କେବଳ ଗୋଟାଏ ପ୍ରଚେଷ୍ଟା ଥାଏ ଯେ ଆପଣମାନଙ୍କୁ ଟିକେ ଖୁସି କରିବା। ଆପଣମାନଙ୍କ ଖୁସି ଦେଖି ମୋତେ ବି ବହୁତ ଖୁସି ଲାଗେ। ଆଉ ସତରେ ଯଦି ଜଣେ ଖୁସି ହେଇ କମେଣ୍ଟ କରିଦିଏ ନା, ମୋତେ ବି ବହୁତ ଖୁସି ଲାଗେ, ବହୁତ ପ୍ରାଉଡ୍ ଫିଲ୍ ହୁଏ ମୋ ନିଜ ଉପରେ। କିନ୍ତୁ ହଁ, ଗୋଟେ କଥା କହିବି, ଯଦି ତମେମାନେ କାହାକୁ ଭଲ କହିପାରୁନ ନା, କାହାକୁ ଏତେ ଖରାପ ବି କୁହନି ଭାଇ। ଆଜି ମୁଁ ଆପଣମାନଙ୍କୁ ଗୋଟେ ଭଲ କାହାଣୀଟେ କହୁଛି ଯୋଉଟା କି ଆପଣ ମନ ଧ୍ୟାନ ଦେଇକି ଶୁଣନ୍ତୁ। ଆମ ବାରିରେ ଆପଣମାନେ ସମସ୍ତେ ଦେଖିଛନ୍ତି ଗଣି ଗଣିକି ମାତ୍ର 10ଟା ହିଁ ଖାନଦାନୀ କଦଳୀ ଗଛ ଅଛି। ଆଉ ସେ 10ଟା ଖାନଦାନୀ କଦଳୀ ଗଛରେ ଗଣି ଗଣିକା 2ଟା ହିଁ କଦଳୀ କାନ୍ଦି ହେଇଥିଲା। ଆଉ ସବୁଠୁ ବଡ ଷ୍ଟ୍ରେଞ୍ଜ କଥା ଏଇଟା କି ଗୋଟେ କଦଳୀ କାନ୍ଦି ତ ଆପଣମାନଙ୍କୁ ଦେଖେଇ ଦେଇଥିଲି ଯେ ପୁରା ମାଙ୍କଡ ତା ଗଛ ହିଁ ପୁରା ଭାଙ୍ଗି ଦେଇଥିଲା। ସେଥିପାଇଁ ମୁଁ ତାକୁ ଆଣିଥିଲି। ଆଉ ସେଥିରେ ଆମେ ଯାହା ଖାଇଲୁ ଖାଇଲୁ, ଯାହା ତ ଜାଣିକି ନଷ୍ଟ ହେଲା ହେଲା। ଆଉ ଯୋଉ କଦଳୀ କାନ୍ଦିଟା ବଞ୍ଚି ଯାଇଥିଲା ବୋଲି ମୁଁ ଆପଣମାନଙ୍କୁ କହୁଥିଲି, ଗତକାଲି ସେଇଟା ବି ସଫା ହେଇଯାଇଛି। ଆଉ ସେଇଟାକୁ ସଫା କରିଛନ୍ତି ଗୋଟେ ଖାନଦାନୀ ପରିବାର। ସେ ନିରବତାର ସହିତ ଆସିଛନ୍ତି, କଦଳୀ ତ କଦଳୀ ଗଛଟାକୁ ହିଁ ପୁରା ଉଡେଇ ଦେଇଛନ୍ତି। ଆଉ ସବୁଠୁ ବଡ କଥା ହଉଛି ଆମରି କଦଳୀ ଆଣିକି ଆମକୁ ବିକୁଛନ୍ତି। ଏଇଥିରୁ ଭାବନ୍ତୁ ଦୁନିଆରେ କୋଉ କୋଉ ପ୍ରକାର ସବୁ ଲୋକ ଅଛନ୍ତି।